जय श्री जगन्नाथ भाई मैंने सर्वप्रथम गुरुदेव गणपति ଏବଂ ଜଗତମାଙ୍କୁ ପ୍ରଣାମ କରି ଆଜି ଆମେ ଆମର ବାସ୍ତୁ ଶାସନ ଆରମ୍ଭ କରିବା। ବାସ୍ତୁ ଶାସନ କ୍ରମରେ ଆଜି ଆମେ ପଢିବା ଯେ ଘର ପାଖରେ ଯଦି କୌଣସି ଜାଗା ମିଳେ ଆମେ ତ ସେଟା କିଣିବା କି? କାରଣ ସାଧାରଣତଃ ଯେତେ ମଣିଷର ଗୋଟେ ୱାଣ୍ଟିଂ, ମଣିଷର ଗୋଟେ ନିଡ୍ ଏମିତିଆ ଜିନିଷ, ସେ ଯେତେ ଚାହିଁଲେ ବି ସିଏ ତାର ଭୋଗଟାକୁ କଣ୍ଟ୍ରୋଲ କରିପାରେ ନାହିଁ। ଯଦି ତା ପାଖରେ ଆଜି 600 ସ୍କୋୟାର ଫୁଟର ଘର ଅଛି, କାଲି ବି ସେ ଚେଷ୍ଟା କରି କରି ସେ ତାର ସେ ଘରଟାକୁ 6000 ସ୍କୋୟାର ଫୁଟ ବି କରିଦେଲା, ତାପରେ ବି ତାକୁ ଜାଗା ସର୍ଟେଜ ପଡିବ। ଠିକ ଅଛି, ଏମିତି କରି କରି ଯଦି ପୃଥିବୀ ବି ଜଣଙ୍କୁ ଦେଇଦବ ତାକୁ ବି ସର୍ଟେଜ ପଡିବ। ସେଇଥିପାଇଁ ଲୋକମାନେ ମଙ୍ଗଳ ଗ୍ରହକୁ ଗଲେଣି। ଠିକ ଅଛି ନା? ସେଇଥିପାଇଁ ଆମେ ଆଜି ଗୋଟେ ଇମ୍ପୋର୍ଟାଣ୍ଟ ଟପିକ ଡିସ୍କସନ କରିବା କି ଘର ପାଖରେ ଜାଗା କିଣିବା କି? ଯଦି ଆମ ଘର ପାଖକୁ ଘରର ପାଚେରୀକୁ ସଂଲଗ୍ନ କରି ଘର ର ବାଉଣ୍ଡ୍ରିକୁ ଲାଗିକି କୌଣସି ଯଦି ଜାଗା ମିଳେ ତାକୁ ଆମେ କିଣିବା ନା କିଣିବାନି? ଆଚ୍ଛା, ଯୋଉଠି ସେ ଜାଗା ବିକ୍ରି ହଉଛି, ସର୍ବପ୍ରଥମେ ତିନିଟା ଜିନିଷ ମାନେ ଭଲ ଭଲ ଭାବରେ ମନେ ରଖ। ତମ ଘର ଯୋଉଠି ଅଛି ଏବଂ ଯୋଉ ପାଖ ଜାଗାଟା ତମର ବିକ୍ରି ହବ, ସେ ପାଖ ଜାଗାଟା ତୁମର କୋଉ ଡିରେକ୍ସନ ରେ ଅଛି ଏବଂ ସେ ପାଖ ଜାଗାରେ କଣ ସବୁ ବାସ୍ତୁର ଷ୍ଟ୍ରକ୍ଚର ଅଛି, ତାକୁ ଦେଖି ସାରିଲା ପରେ ତାପରେ କିଣିବା ପାଇଁ ବ୍ୟବସ୍ଥା କରିବା ଉଚିତ। କାରଣ ଆପଣ ଯେତେବେଳେ ଘର ପାଖର କୌଣସି ଗୋଟେ ଜାଗାଟା କିଣିବେ, ସେତେବେଳେ କଣ କରିବେ? ତାକୁ ପଜେସନ ନେବା ପାଇଁ ଆପଣଙ୍କ ପାଚେରୀଟାକୁ କରିଦେବେ ସେ ଘରକୁ ଲଗେଇକି। ଏବେ କଣ ହେଲା ନା, ବାସ୍ତୁର ଏନର୍ଜି ସହିତ ସେଟା ଛେଡଖାନି ହେଇଗଲା। କଣ ନା, ଯେତେବେଳେ ଆପଣ ଆପଣଙ୍କ ପ୍ଲଟରେ କୌଣସି ଘରର ଗୋଟେ ଘର କରିଛନ୍ତି, ବାସ୍ତୁ ଅନୁଯାୟୀ କରିଛନ୍ତି, ସେ ବର୍ତ୍ତମାନ ଆପଣ ଯେତେବେଳେ ସେ ପ୍ଲଟ ର କୁ କିଣିଦେଲେ, ପାଖ ଯୋଉ ପ୍ଲଟ ଟା ଆପଣଙ୍କର ବାଉଣ୍ଡ୍ରିକୁ ଲାଗିକି ବିକ୍ରି ହଉଥିଲା ତାକୁ କିଣିଦେଲେ ଏବଂ ସେ ପ୍ଲଟକୁ ନିଜର ପଜିସନକୁ ନେଇ ଆସିଲେ ଏବଂ ତାର ନିଜର ପାଚେରୀ ଭିତରକୁ ନେଇ ଆସିଲେ, ତାର ଅଲଗା ପାଚେରୀ ହେଇଥିଲେ ହେବନି। କିନ୍ତୁ ଯଦି ତାକୁ ଆପଣ ଘରର ଜାଗା ସହିତ ମିଶେଇ ଦେଲେ, ତାହେଲେ ସେଇଟା ଗୋଟେ ବାସ୍ତୁ ହେଇଗଲା। ଠିକ ଅଛି, ବର୍ତ୍ତମାନ ଆପଣ ଯୋଉ ହିସାବରେ ବାସ୍ତୁ କରିକି ନୂଆ ଘରଟା ତିଆରି କରିଛନ୍ତି, ଭାଇ ଆପଣଙ୍କ ଘରଟା ତିଆରି କରିଛନ୍ତି ଏବଂ ନୂଆ ଘରଟା ତା ଭିତରେ ଯଦି ପାଚେରୀ ଅଲଗା ଅଛି ତ କୌଣସି ପ୍ରୋବ୍ଲେମ ନାହିଁ। କିନ୍ତୁ ହୁଁ। ଆପଣ ଯଦି ଏଇ ମୋଟିଭରେ କିଣିବାକୁ ଚାହିଁଛନ୍ତି କି ମୋର ଯୋଉ ଘରଟା ଅଛି ସେ ଘରର ଏରିଆ ଟା ମୁଁ ଏକ୍ସପାଣ୍ଡ କରିବାକୁ ଚାହୁଁଛି, ବା ମୋର ଯୋଉଠି ହାଉସଟା ଅଛି ତାର ଏରିଆକୁ ଏକ୍ସପାଣ୍ଡ କରିବାକୁ ମୁଁ ଚାହୁଁଛି, ତାହେଲେ ସେଇଠି ହବ ବାସ୍ତୁର ବିଚାର। ଯଦି ଗୋଟେ ଘରର ବାଉଣ୍ଡରୀ ଅଲଗା ଅଛି ଆଉ ଗୋଟେ ଘରର ବାଉଣ୍ଡରୀ ଅଲଗା ଅଛି, ସେଥିରେ ଆପଣ ଦିଟାକୁ ଆପଣଙ୍କ ବାସ୍ତୁ ହିସାବରେ ଆପଣଙ୍କ ଘର, ତାହେଲେ ଆପଣ କୌଣସି ପ୍ରୋବ୍ଲେମ ନାହିଁ, କାରଣ ସେ ଘରର ବାସ୍ତୁ ଅଲଗା ଏ ଘରର ବାସ୍ତୁ ଅଲଗା। କିନ୍ତୁ ଆପଣ ଯଦି ମୋଟିଭ ରଖିଛନ୍ତି କି ସେ ପାଖ ଜାଗାଟାକୁ କିଣିକି ଆପଣଙ୍କ ବାଉଣ୍ଡରୀରେ ମିଶେଇ ଦେବେ, ସେଇଠି ବାସ୍ତୁ ସହିତ ଛେଡଖାନି ହେଇଯିବ ଆଉ ଆପଣଙ୍କୁ ପ୍ରୋବ୍ଲେମ ଆସିବ ବାସ୍ତୁର, ଯଦି ସେଇଟା ବାସ୍ତୁ ସମ୍ମତ ହେଇନଥାଏ ତ। କାରଣ ତାର ଜୋନ ଚେଞ୍ଜ ହେଇଯିବ, ତାର ବ୍ରହ୍ମସ୍ଥାନ ଚେଞ୍ଜ ହେଇଯିବ, ସବୁ ପ୍ରକାର ଜିନିଷ ଚେଞ୍ଜ ହେଇଯିବ ଯଦି ଆପଣ ତାକୁ ଇଏ କରନ୍ତି। ଧର କାହାକୁ, ଏଇଟା ତ ଆମର ହେଲା ପ୍ରଥମ ପଏଣ୍ଟ, ଧର କାହାକୁ କୋଉ ଦିଗରେ ମିଳିଲା ସେଇଟା ହେଲା ସବୁଠୁ ଇମ୍ପୋର୍ଟାଣ୍ଟ। ଧର ଧର କିଏ ଜଣେ ଜାଗା କିଣିଛି, ତାର ଇଚ୍ଛା ହେଲା ତା ପାଖ ଲୋକ, ତା ପାଖ ପ୍ଲଟ ଟା ଲୋକ ଜଣେ ବିକୁଛି, ତାହେଲେ ସିଏ କଣ କରିବ? ଦିଗ ଦେଖିବ କି ସେଇଟା ମୋ ଘରର କୋଉ ଦିଗରେ ଯାଉଛି। ଯଦି ଉତ୍ତର ପୂର୍ବ ଦିଗରେ ଯାଉଛି ତାହେଲେ ବହୁତ ବଢିଆ, ସେଇଟା ଆଖି ବନ୍ଦ କରି କିଣି ନେବା ଉଚିତ। ଯଦି ଦକ୍ଷିଣ ପଶ୍ଚିମ ଦିଗରେ ଯାଉଛି ବା ଦକ୍ଷିଣ ପୂର୍ବ ଦିଗରେ ଯାଉଛି, ଯଦି ତମକୁ ଫ୍ରିରେ ଦିଅନ୍ତି କିଣିବନି। କିଣିବା ତ ଦୂର କଥା, ଯଦି ଫ୍ରିରେ ଏମିତି ଦିଅନ୍ତି ଆଗେ ନିଅନ୍ତୁ। ହୁଁ। ଯଦି ଫ୍ରିରେ ଦେଇଦେଲା କିଣିବନି। ଯଦି ଏମିତି କୋଉ ସାଉଥ ଜାଗାରେ? ଦକ୍ଷିଣ ଇଷ୍ଟ, ପଶ୍ଚିମ? ଦକ୍ଷିଣ ପଶ୍ଚିମ ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ କିମ୍ବା କିଣିବନି। ପଶ୍ଚିମ, ନା, ଓକେ। ଯଦି ଫ୍ରିରେ ଦେଇ ଦିଅନ୍ତି ତାହେଲେ କିଣିବ। ଶସ୍ତାରେ ବି ଯଦି ମିଳେ କିଣିବ। ଫ୍ରିରେ ତ କିଣିବନି, ଶସ୍ତା କଥା ଭୁଲିଯା। କଣ ହୁଏ ନା, ସାଉଥ ୱେଷ୍ଟ ବା ନୈଋତ କୋଣ, ସାଉଥ ଇଷ୍ଟ ବା ଆଗ୍ନେୟ କୋଣ, ୱେଷ୍ଟ ବା ପଶ୍ଚିମ କୋଣ, ଏ ଦିଗରେ ଯଦି ଆପଣ ଜାଗା କିଣିଲେ, ବାସ୍ତୁ ଚେଞ୍ଜ ହେଇଯିବ। ଆପଣ ତାକୁ ପ୍ଲଟ ଟା କିଣିକି ତାକୁ ପଜେସନ ନବା ପାଇଁ ପାଚେରୀଟାକୁ ଗୋଟେ କରିଦେବେ, ଭାଇ ତମ ଧନ ଉପରେ ଡାଇରେକ୍ଟ ଇମ୍ପାକ୍ଟ ପଡିବ।
ତମର ମାନସିକ ସୁଖ ଶାନ୍ତି ଉପରେ ଡାଇରେକ୍ଟ ଇମ୍ପାକ୍ଟ ପଡିବ ଏବଂ ମୋଷ୍ଟ ପ୍ରୋବାବଲି ସବୁତିକ ସମ୍ପର୍କ ଗଡବଡ ହେଇଯିବ। ଘରର ସିକ୍ୟୁରିଟି ଯୋଉ ସୁରକ୍ଷା ମାନେ ଚୋର ଲାଗିବେ ଏବଂ ମୋଷ୍ଟ ଇମ୍ପୋର୍ଟାଣ୍ଟଲି ସଡନ ଆକ୍ସିଡେଣ୍ଟ ହେବାର ସମ୍ଭାବନା ରହୁଛି। ଏ ତିନିଟା ଡିରେକ୍ସନ କୁ ଭଲସେ ଘୋଷି ଦିଅ। ସାଉଥ ୱେଷ୍ଟ, ସାଉଥ, ସାଉଥ ଇଷ୍ଟ ରେ ତମ ଘର ପାଖକୁ ଲାଗିକି ଯଦି ଜାଗା ଥାଏ ତାହେଲେ ତୁମେ ସେ ଜାଗା କିଣିଲେ ମଧ୍ୟ ତାର ପାଚିରି ଅଲଗା କରିବ, ନିଜ ଏକ୍ଜିଷ୍ଟିଂ ପ୍ଲଟ ସହିତ ମିଶେଇବ ନାହିଁ। ମିଶେଇଲେ ତୁମକୁ ବହୁତ ପ୍ରୋବ୍ଲେମ ହବ। କିଣିବାକୁ କେହି ମନା କରୁନାହାନ୍ତି, ଯଦି ତମେ କିଣିକି ତମର ନିଜର ଏକ୍ଜିଷ୍ଟିଂ ପ୍ଲଟ ସହିତ ମିଶେଇ ଦେଲ ତାହେଲେ ସରିଗଲା। ରାଜ ବାବୁ, ମୁଁ ତମକୁ ଗୋଟେ ଦୟାକରି ମତେ ଗୋଟେ ହୋଷ୍ଟର ଇଏଟା ଦିଅନ୍ତୁ, ମୁଁ ଆପଣଙ୍କୁ ସେଇଟା ଦେଖିବାକୁ ଚାହୁଁଛି, ଆପଣ ବୁଝିପାରିବେ ଭଲସେ କ୍ଲିୟରଲି। ଧର ଏଇଟା ଗୋଟେ ପ୍ଲଟ ହେଲା, ଏଇଟା ହେଲା ନର୍ଥ, ଏଇଟା ହେଲା ଇଷ୍ଟ, ଏଇଟା ହେଲା ସାଉଥ ଇଷ୍ଟ, ଏଇଟା ହେଲା ସାଉଥ, ଏଇଟା ହେଲା ସାଉଥ ୱେଷ୍ଟ, ଏଇଟା ହେଲା ୱେଷ୍ଟ, ଏଇଟା ହେଲା ନର୍ଥ ୱେଷ୍ଟ, ଏଇଟା ହେଲା ନର୍ଥ ଇଷ୍ଟ। ମୁଁ ଏପର୍ଯ୍ୟନ୍ତ ତୁମମାନଙ୍କୁ ଗୋଟେ କଥା କହିଲି କି ଏଉଠୁ ଏଇ ଯାଏଁ ତମେ ଯଦି ପ୍ଲଟ ମିଳୁଛି ଆଖି ବନ୍ଦ କରି କିଣି ପକାଅ, କୌଣସି ଅସୁବିଧା ନାହିଁ। କିଣିକି କଣ କରିବ ନା ତମେ ଏଇ ଯେତେବେଳେ କୌଣସି ଲୋକ କିଣିଲା ତାହେଲେ ସେ କଣ କରିବ, ସେ କଣ କରିବ ନା ପାଚେରୀକୁ ବର୍ଦ୍ଧନ କରିଦେଲା ପରେ ତାର ପ୍ଲଟ ଟା ଏଇଭଳିଆ ଦେଖାଯିବ, ପଜିସନ ନେଇଗଲା ନା। ମୋ କଥାଟା ବୁଝିପାରୁଛନ୍ତି ନା ନାଇଁ? ଆଜ୍ଞା। ଯଦି ହଁ, ଯଦି ଆପଣଙ୍କର ଗୋଟେ ପ୍ଲଟ ଏମିତି ରହିଥିବ ଯୋଉ ପ୍ଲଟ ରେ ଆପଣଙ୍କର ଏଇଟା ସାଉଥ ଇଷ୍ଟ, ସାଉଥ ୱେଷ୍ଟ, ସାଉଥ, ଇଷ୍ଟ, ୱେଷ୍ଟ, ନର୍ଥ, ତ କଣ ହେଲା ନା ଆପଣଙ୍କୁ ଯଦି ଏଇ ପଟରେ ପ୍ଲଟ ମିଳିଲା ଆପଣଙ୍କ ଘରର, ଠିକ ଅଛି, ସାଉଥ ୱେଷ୍ଟ ଦକ୍ଷିଣ ପଶ୍ଚିମ ନୈಋତ୍ୟ କୋଣ, ଦକ୍ଷିଣ ପୂର୍ବ ଏ କୋଣରେ ଆପଣଙ୍କର ପ୍ଲଟ ମିଳିଲା ନୂଆ ପ୍ଲଟ କିଣିବାକୁ, କିମ୍ବା ଏ ସାଇଡ ରେ ନୂଆ ପ୍ଲଟ କିଣିବାକୁ ମିଳିଲା, ତାହେଲେ ଆପଣ କିଣିବେ ନାହିଁ, କିଣିଲେ ଆପଣଙ୍କୁ ପ୍ରୋବ୍ଲେମ ହବ। କ୍ଲିୟର? ଏବେ ଆମେ ଆଗକୁ ବଢିବା। କିଣି ଦେଇ ଚଳିବ, ତାହେଲେ ପାଚିରି ବୁଲେଇଦବା ନା? ହଁ, କିଣି ଦେଇଥିଲେ ପାଚେରୀ ବୁଲେଇଦବ, ତାକୁ ଆଉ ତମେ କଣ କରିବ ନା ନିଜ ପ୍ଲଟ ଭିତରେ ଇନକ୍ଲୁଡ କରିବ ନାହିଁ, ଠିକ ମିଶେଇବନି, ଅଛି ନା? ହଁ ହଁ। ହୁଁ। ତ ତାପରେ ସେମିତି ସାଉଥ ପଟକୁ ଯଦି ବି ଲାଗିଥିବ ଜାଗା, ସାଉଥ ପଟକୁ ଯଦି ବି ଜାଗା ତମର ଏଇ ଗୋଟେ ପ୍ଲଟ ଲାଗିଛି, ୟାକୁ କିଣିବନି, କିଣିଲେ ବି ସେଇ ପାଚେରୀ ବୁଲେଇ ଦବ, ଠିକ ଅଛି। ଯଦି ନିଜ ଘରର ପୂର୍ବ କିମ୍ବା ଉତ୍ତର ପାଖରେ କେନାଲ, ନାଳ, ନଦୀ କିମ୍ବା ରାସ୍ତା ଥିବ, ତାର ଅପଟ ପଟ ଗୃହ ବିକ୍ରି ହଉଥିବ ତା କିଣିବନି। ଧର ଏଇଟା ଗୋଟେ ଘର, ଏଇଠି ଆପଣଙ୍କର ଏଇଟା ହେଲା ଇଷ୍ଟ, ଏଇଟା ହେଲା ନର୍ଥ, ଏଇଠି ଗୋଟେ କେନାଲ ଯାଇଛି କି ନଦୀ ଯାଇଛି କି ନାଳ ବୋହି ଯାଇଛି, ତାର ଏପଟେ ଆଉ ଗୋଟେ ଘର ଅଛି, ସିଏ କହୁଛି ମୁଁ ବିକିବି, ଜଷ୍ଟ ଇମିଡିଏଟ ଲାଗିଛି ଏ କେନାଲ ର ଇମିଡିଏଟ ଏପଟେ ଗୋଟେ ଘରଟା ଅଛି, ଇମିଡିଏଟ ଆପଣଙ୍କ ଘର ଏଇଟା, ଏଇଠି କିଏ ଗୋଟେ ବିକୁଛି, ଅର ଏଇଠି ଗୋଟେ ଘର ଅଛି, କେନାଲ ପଛ ନର୍ଥ ସାଇଡରେ ଗୋଟେ କେନାଲ ଅଛି, କେନାଲ କୁ ଲାଗିକି ଗୋଟେ ଘର ଅଛି, ତାହେଲେ ଏଇଠି ଗୋଟେ ଘର ବିକ୍ରି ହଉଛି, କିଏ କହୁଛି ଆପଣଙ୍କୁ ଭାବିବେ କିଣିବା ପାଇଁ, ତାହେଲେ ଏଇଭଳିଆ ଜାଗାରେ କିଣିବେ ନାହିଁ। ହୁଁ। କିନ୍ତୁ ଯଦି ଏଇଠି କେନାଲ ଯାଇଛି, ଏଇଠି ଗୋଟେ ଘର ଅଛି ସେଟା ବିକ୍ରି ହଉଛି, ଏଇଠି ଗୋଟେ ଘର ଅଛି ସେଟା ବିକ୍ରି ହଉଛି, ଆପଣ କିଣିପାରିବେ। କ୍ଲିୟର? କ୍ଲିୟର। ଯଦି ଆପଣଙ୍କର ଘରଟା ପାହାଡର ପାଦ ଦେଶରେ ହେଇଛି, ଏଇଟା ହେଲା ପାହାଡ, ଏଇଠି ପାଦ ଦେଶ ତ ଜାଗା କିଣିବା କଥା ନ କିଣି ଦେଇଛନ୍ତି, କିନ୍ତୁ ଏଇ ପାହାଡର ପାଦ ଦେଶକୁ ଲାଗିକି ଆଉ ଗୋଟେ ଏକ୍ସଟ୍ରା ଜମି ମିଳୁଛି, ଠିକ ଅଛି, କିନ୍ତୁ ସେଇଟା ପାହାଡର ସ୍ଲୋପ, ତାହେଲେ ସେଠି ବି କିଣିବେନି। ଯଦି ସେଇଟା ସମତଳ ଜମି ହେଇଥିବ, ପାହାଡକୁ ତାର ସ୍ଲୋପ କୁ ଲାଗି ନ ଲାଗିକି ଗୋଟେ ସମତଳ ଜମି ଭଳିଆ ହେଇଥିବ, ତାହେଲେ କିଣିବ, ଆଉ ଯଦି ପାହାଡର ସ୍ଲୋପ କୁ ଲାଗିକି ଜମି ହେଇଥିବ ତାହେଲେ ସେଟା କିଣିବ ନାହିଁ। ଧର ଆଉ ଗୋଟେ ପ୍ଲଟ ଅଛି, ତାର ଜାଗାର ପୂର୍ବ
କିମ୍ବା ଦକ୍ଷିଣ ପଟେ, ଏଟା ହେଲା ଇଷ୍ଟ, ଏଟା ହେଲା ସାଉଥ। ଯଦି ଏପଟେ ବ୍ରିଜ ଯାଇଛି, ଆଜିକାଲି ତ ବ୍ରିଜ କୁଆଡେ କୁଆଡେ ଯାଉଛି ତାର ଠିକ ଠିକଣା ନାହିଁ, ହାଇୱେ ଯୋଉ ଓଭର ବ୍ରିଜ ଯାଉଛି, ତାହେଲେ ଏଠି ଗୋଟେ ବ୍ରିଜ ଅଛି, ଏଇଠି ବ୍ରିଜ ଅଛି, ତାହେଲେ ଏପଟେ ଗୋଟେ କି ଜାଗା ବିକୁଛି, ତାହେଲେ ସେଗୁଡାକୁ ବି କିଣିବେ ନାହିଁ। ଠିକ ଅଛି। ଆଜ୍ଞା। ଆଉ ଗୋଟେ ଜାଗା ଅଛି, ଏ ଜାଗାରେ କଣ ହେଇଛି, ଏଟା ହେଲା ନର୍ଥ, ଇଷ୍ଟ, ୱେଷ୍ଟ, ସାଉଥ। ବାସ୍ତୁ ପୁରା ପରଫେକ୍ଟ, ବାସ୍ତୁ ପୁରା ପରଫେକ୍ଟ ଅଛି। କିନ୍ତୁ କଣ ହେଇଛି, ଏଇଠି ଗୋଟେ ପାଖରେ ଗୋଟେ ପ୍ଲଟ ଅଛି, ଏଇ ପ୍ଲଟ ଟାକୁ ତାକୁ କିଣିବାକୁ ଇଚ୍ଛା। ଏ ପ୍ଲଟ ରେ ଯଦି, ଏ ପ୍ଲଟ ର ଯିଏ ମାଲିକ, ତା ଘରେ ଯଦି ବହୁତ ଲୋକ ମରି ଯାଉଥିବେ, ସଡନ ଗୋଟେ ପରେ ଗୋଟେ, ଗୋଟେ ପରେ ଗୋଟେ ଲୋକଙ୍କର ଡେଥ ହଉଥିବ, ଅଥବା ଏ ଜାଗାରେ ଯଦି କୌଣସି ଅନୀତିପୂର୍ଣ୍ଣ କାର୍ଯ୍ୟ ହଉଥିବ, ଅନୀତିପୂର୍ଣ୍ଣ ବ୍ୟବସାୟ ହଉଥିବ, ଯଦି ଏ ଲୋକ, ଏଇ ଗୋଟେ ନିଃସନ୍ତାନ ଲୋକର ଜାଗାଟା ହେଇଥିବ, ଏବଂ ଯଦି ଏଇଟା ଗୋଟେ ଦେବୋତ୍ତର ବ୍ରାହ୍ମଣୋତ୍ତର ଏବଂ ଗଭର୍ଣମେଣ୍ଟ ପ୍ଲଟ ହେଇଥିବ, ତାହେଲେ ଆପଣ ମାନେ କିଣିବା କଥା ନୁହେଁ। ଧର କୌଣସି ଗୋଟେ ଜାଗା କିଣିବାର ଅଛି, ଆପଣ ଗଲେ ମନ ଇଚ୍ଛା ଦେଖିଦେଇ ପଳେଇ ଆସିଲେ, ପ୍ଲଟ ଦେଖିଦେଇ, କୌଣସି ବାସ୍ତୁ ବାଲା ସହିତ କନସଲ୍ଟ କଲେନି, ଗଲେ ବଇନା ଦେଇ ଆସିଲେ, ଆପଣ ପ୍ଲଟ ପାଇଁ ଆଡଭାନ୍ସ ଆଡେ ଦେଇଥିବେ, ଆଡେ ଆପଣଙ୍କ ଘରେ ପ୍ରୋବ୍ଲେମ ଷ୍ଟାର୍ଟ ହେଇଯିବ। ତେଣୁ ଗୋଟେ ବାସ୍ତୁ ବାଲାକୁ କନସଲ୍ଟ କରିକି ହିଁ ଆପଣ ମାନେ ସେ ଜାଗା କିଣିବା ପୂର୍ବରୁ, କଥାବାର୍ତ୍ତା ପୂର୍ବରୁ ଗୋଟେ ବାସ୍ତୁ ଲୋକକୁ ନେଇ ତାକୁ କନସଲ୍ଟ କରି, ସେ ଜାଗାର ମାଟି ଟେଷ୍ଟ କରେଇ, ସେ ଜାଗାର ବାସ୍ତୁ ଟେଷ୍ଟ କରେଇ, ସେ ଜାଗା ବିଷୟରେ ସବୁ ଖବର ଆଣିକି, ସେଟା ନିଃସନ୍ତାନ ଜାଗା କି ନାହିଁ, ସେଟା ଦେବୋତ୍ତର ସମ୍ପତ୍ତି କି ନାହିଁ, ସେଟା ବ୍ରାହ୍ମଣୋତ୍ତର ସମ୍ପତ୍ତି କି ନାହିଁ, ସେଟା ଗଭର୍ଣମେଣ୍ଟ ଲ୍ୟାଣ୍ଡ କି ନାହିଁ, ଆଉ ସେ ଜମିରେ କିଛି ଅନୀତିପୂର୍ଣ୍ଣ ବ୍ୟବସାୟ ହଉଛି କି, ସେ ଘରର ମାଲିକ ଟା ଭଲ ଲୋକ କି ନାହିଁ, ଏସବୁ ଜିନିଷ ଜାଣିକି ତାପରେ କିଣିବା ଦରକାର। ଏସବୁ ଜିନିଷ ସମସ୍ତେ କରନ୍ତି, କିନ୍ତୁ କୋଉ ବାସ୍ତୁ ଲୋକକୁ ନେଇ ପ୍ରାୟତଃ ଦେଖାନ୍ତି। ସେଥିପାଇଁ ଏପଟେ ଆଡଭାନ୍ସ ଦେଲା ବେଳକୁ ଜାଗା ପାଇଁ କି, ସେପଟେ ତାଙ୍କୁ ପ୍ରୋବ୍ଲେମ ହେଇଯାଏ। ହେଲା, ଆଜିକାଲି କଣ ହେଇଛି ନା, ଫ୍ଲାଟ ରହୁଛି, ଫ୍ଲାଟ। ଧର ଆପଣ 203 ନମ୍ବର ଫ୍ଲାଟରେ ରହୁଛନ୍ତି, ଏଇଟା 303, ଏଇଟା ହଉଛି 103 ନମ୍ବର ଫ୍ଲାଟ। ଆପଣ ରହିଲେ 203 ରେ, ଯଦି 103 ର ଫ୍ଲାଟ ବିକ୍ରି ହଉଥିବ କିଣିବେ ନାହିଁ। ଆପଣଙ୍କ ଉପରେ ଯେତେ ଯେତେ ଫ୍ଲାଟ ବିକ୍ରି ହଉଥିବ ତାକୁ କିଣିଲେ ଚଳିବ, କିନ୍ତୁ ସବଜେକ୍ଟ ଟୁ ଗୋଟେ ବାସ୍ତୁ ବାଲାକୁ ନେଇ ଦେଖେଇବେ କି ସେ ବାସ୍ତୁର ପ୍ଲଟ ଠିକ ଅଛି ନା ନାହିଁ, ଆଉ ଯଦି ନାହିଁ ତାହେଲେ କଣ କଣ ରିମେଡି କରି କିଣିବେ। ମାନେ ଯୋଉ ଫ୍ଲୋର ରେ ଆପଣ ରହୁଛନ୍ତି ତା ତଳ ଫ୍ଲୋର କୁ ଆପଣ କିଣି ପାରିବେ ନାହିଁ, କିଣିଲେ ବାସ୍ତୁ ଅନୁଯାୟୀ ପ୍ରୋବ୍ଲେମ ହବ ଆପଣଙ୍କୁ। ବୁଝିଗଲା। ବୁଝିପାରୁଛନ୍ତି ତ? ହୁଁ। ତାପରେ କଣ, ଧର କୌଣସି ଲୋକ ଭଡା ଦେଇଛି, ଠିକ ଅଛି ନା, ସେ ହୁଁ କଣ କରିବ, ଭଡା ଦେଇଛି, ଗୋଟେ ଲୋକ ଧର ଗୋଟେ ଲୋକ ଭଡା ଦେଲା, ସେ କଣ କଲା, ଏମିତି କରିଦେଲା, ଏଟା ହେଲା ସାଉଥ, ଏଟା ହେଲା ନର୍ଥ, ଏଟା ହେଲା ଇଷ୍ଟ, ଏଟା ହେଲା ୱେଷ୍ଟ। ଏଇପଟେ ପୁଳାଏ ଖଣ୍ଡେ ଘର ତିଆରି କରିଦେଲା, ଟୁଙ୍ଗି ଘର, କହିଲା ଏଇପଟେ ମୁଁ ଛାଡିଦେବି ସାଉଥ ପଟଟାକୁ, ଏଠି ଲୋକ ରଖିଦେଇ ଆଉ ଭଡା ଦେଇ, ଭଡା କଲେକ୍ସନ କରି ମୋ ଜୀବନ ଚଳିବ। କେବେ ସେ ଭଡା ତାକୁ ଭୋଗ ହବନି, ଖାଲି କଣ୍ଟ୍ରୋଭର୍ସି କଣ୍ଟ୍ରୋଭର୍ସି ହବ। ଏତେ କଣ୍ଟ୍ରୋଭର୍ସି ହବ ଯେ, ସେ ଯେତିକି ଭଡା ପାଇଥିବ ତାର 3 ଗୁଣ ତା ପକେଟରୁ ପଳେଇବ। ହୁଁ ହୁଁ। ଠିକ ଅଛି ନା। ହୁଁ। ଏଇ ଯୋଉ ଜିନିଷ ଗୁଡାକୁ ମୁଁ ଆପଣ ମାନଙ୍କୁ ସେୟାର କଲି ବର୍ତ୍ତମାନ, ଏଇଟା ମୁଁ ମୋ ନିଜ ଏକ୍ସପିରିଏନ୍ସ ରୁ ସେୟାର କଲି ଆପଣ ମାନଙ୍କୁ, ଯେତିକି କହିଲି ଆପଣ ମାନେ, ମୁଁ କହିଦେଲି ବୋଲି ଯେ ଭଗବାନ ନେଇଗଲେ ନାହିଁ, ଆପଣ ମାନେ ଟ୍ରାଏ କରନ୍ତୁ, ନିଜେ ଦେଖନ୍ତୁ କି ସେୟା ହଉଛି କି ହଉନି। ଆଷ୍ଟ୍ରୋଲୋଜି ବାସ୍ତୁ ପରସ୍ପରର ପରିପୂରକ ଭାଇ।
ଯେତେବେଳେ ଆପଣଙ୍କର ଦଶା ଖରାପ ଚାଲିବ, ପଇସା ଖର୍ଚ୍ଚ କରାଇବାର ଥିବ, ସେତେବେଳେ ଏଇଭଳିଆ ସବୁ ଜିନିଷ ହେବ ହିଁ ହେବ। ଆପଣ ଉପର ମାଲେ ରହୁଥିବ, ତଳ ମାଲେ କିଣିବେ। ଆପଣ ଏମିତି ଗୋଟେ ଜାଗା ପାଇଁ ଆଡଭାନ୍ସ କରିଦେବେ, ସେ ଜାଗା ଅଲରେଡି ଲିଟିଗେସନ ରେ ଥିବ। ସାଉଥ ରେ ଆପଣ ଘର କରିକି ଭଡା ଦେବା ପାଇଁ ବାହାରିବେ। ବୁଝିପାରୁଛନ୍ତି? ହୁଁ। ତ ଆଜିର ସେସନ ପାଇଁ ଏତିକି। ନେକ୍ସଟ ଭିଡିଓରେ ଆମେ କିଛି ନୂଆ ରିସର୍ଚ୍ଚ ଟପିକ ଉପରେ ଆଲୋଚନା କରିବା। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।